ସେଦିନ ଘଟଣା ବିଷୟରେ କହିଲେ ଆଜ୍ଞା, ଯେଉଁ ରାସ୍ତା କାମ ଚାଲିଛି ଜୟପୁର ବୋଇପାରଗୁଡ଼ା ବାଇପାସ୍ ରାସ୍ତାଟା, ସେଠି କାମ ଚାଲିଛି। ସେମାନେ ତାଙ୍କର ମେଟେରିଆଲ ଗୁଡ଼ା ରାସ୍ତା ଉପରେ ପକାଇ ଦେଉଛନ୍ତି, ହେଲେ ୱାନ୍ ୱେ ଟ୍ରାଫିକ୍ ହେଇଯାଉଛି। ସେଠି ଗାଡ଼ି ଗୁଡ଼ା ସ୍କୁଲ ପିଲା ଟୁକି ସବୁ ଯା ଆସ କରୁଛନ୍ତି, ଯେହେତୁ ଗାଡ଼ି ସ୍ପିଡ଼ ରହୁଛି ହେଲା। ଆଉ ସେମାନେ ଆକ୍ସିଡେଣ୍ଟ ହେଇକି ରାସ୍ତା ଉପରେ ପଡ଼ିଥିଲେ। ସେମାନଙ୍କୁ ରେସ୍କ୍ୟୁ କରିକି ମୁଁ ମେଡ଼ିକାଲ ଆଣିଥିଲି, ସେଠୁ ସେମାନଙ୍କୁ ରେଫର୍ କରାଗଲା ଜୟପୁର। ଆଉ ଯେଉଁ ରାସ୍ତା କାମ ଚାଲିଛି ସେଠି ଗୋଟେ କୌଣସି ସାଇନ୍ ବୋର୍ଡ଼ ରହୁନାହିଁ, ଖାଲଖମା ରହୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଯଦି ଟିକେ ଦୃଷ୍ଟି ଦେବେ, ଦୁର୍ଘଟଣାରୁ ଟିକେ ଲୋକ ବଞ୍ଚି ପାରିଥାନ୍ତେ, ନହେଲେ ଆଗକୁ ବହୁତ ଦୁର୍ଘଟଣା ହେବାର ସମ୍ଭାବନା ଅଛି। ମଝି ମଝିରେ ଅନ୍ୟ ଏକ ଗାଡ଼ି ବି ଦୁର୍ଘଟଣା ହେଇଛି ଖବର ଆସୁଛି, ସେ ଉପରେ କ'ଣ କହିବେ? ଆଜ୍ଞା ଦେଖନ୍ତୁ, ବୋଇପାଡ଼ରେ ଲାଇନ୍ ଜାମ୍ ବାରମ୍ବାର ହେଉଛି, ବାରମ୍ବାର ଅଭିଯୋଗ ବି ହେଇଛି ପୋଲିସ ପ୍ରଶାସନ ପାଖରେ, କଲେକ୍ଟର ପାଖରେ ବି ହେଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହେଇପାରୁନାହିଁ। ବାରମ୍ବାର ଏମିତି ଘଟଣା ଯାକ ଘଟି ଆସୁଛି। ଦେଖନ୍ତୁ କାଲି କୁନ୍ଦ୍ରା ରୋଡ଼ରେ ବି ଗୋଟେ ଘଟଣା ଘଟିଛି। ଏମିତି ବହୁତ ଜାଗାରେ ଦୁର୍ଘଟଣା ଘଟୁଛି। ଏଥିପ୍ରତି ଟିକେ ପୋଲିସ ବିଭାଗ ଆଉ ଯେଉଁମାନେ କାମ କରୁଛନ୍ତି ତାଙ୍କର ଯନ୍ତ୍ରୀ ଟିକେ ତଦାରଖ କଲେ ଭଲ ରହିବ।